ଆପଣ ଚିକେନ୍ ତ ଘରେ ବନାଉଥିବେ କିନ୍ତୁ ଏମିତି କେବେ ବନେଇ ନଥିବେ। ଥରେ ଏମିତି ବନେଇକି ଦେଖନ୍ତୁ, ଦେଖିବେ ରେଷ୍ଟୁରାଣ୍ଟ ଠାରୁ କିଛି କମ୍ ଲାଗିବନି, ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ନମସ୍କାର, ମମତା କିଚେନ୍ ଓଡ଼ିଆକୁ ଆପଣ ସମସ୍ତଙ୍କୁ ଅନେକ ଅନେକ ସ୍ୱାଗତ। ଏବେ ଚାଲନ୍ତୁ ଦେଖିନେବା ଆଜିର ରେସିପି। ଆଜିର এই ରେସିପି ବନେଇବା ପାଇଁ ମୁଁ ଏଠି 500 ଗ୍ରାମ ଚିକେନ୍ ନେଇଯାଇଛି ଏବଂ ତାକୁ ଭଲ ଭାବରେ ଧୁଆଧୁଇ କରିକି ଏମିତି ରଖି ନେଇଛି। ଏବେ କ'ଣ କରିବ ନା, ଏଠି ହାଫ୍ ଚାମଚ ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ ଦେଇଦେବା। ତାପରେ କ'ଣ କରିବା, ହାଫ୍ ଚାମଚ ଏଠି ଗୋଲମରିଚ ଗୁଣ୍ଡ ଏବଂ 1 ଚାମଚ ଏଠି ଲେମ୍ବୁ ରସ ଦେଇଦେବା। ଏସବୁ ଦେଇ ସାରିଲା ପରେ କ'ଣ କରିବା ନା, ଏଠି 2 ବଡ଼ ଚାମଚ ଏଠି ଅଦା ରସୁଣ ପେଷ୍ଟ ଦେଇଦେବା। ଏସବୁକୁ ଦେଲା ପରେ ହାତ ସାହାଯ୍ୟରେ ଭଲ ଭାବରେ ଏମିତି ମିଶାଇ ନେବେ। ମିଶାଇ ସାରିଲା ପରେ ଏସବୁକୁ କଭର କରିକି ପାଖାପାଖି 10 ମିନିଟ୍ ପର୍ଯ୍ୟନ୍ତ ଏମିତି ରଖିନେବେ। ଏବେ ଏସବୁକୁ ସାଇଡ଼କୁ ରଖିନେବା ଏବଂ ନେକ୍ସଟ ପ୍ରୋସେସକୁ ଯିବା। ଏବେ କ'ଣ କରିବା ନା, ଏବେ ମୁଁ ଗୋଟେ ଏମିତି ମସଲା ବନେଇ ନେଉଛି। ଏଠି ମୁଁ କିଛି ଗୋଟା ମସଲା ନେଇଛି। ଗୋଟା ମସଲାରେ 1 ଚାମଚ ଏଠି ଜିରା ଅଛି, ସେମିତି 1 ଚାମଚ ଏଠି ଧନିଆ ନେଇଛି, 2ରୁ 3ଟା ଗୋଲମରିଚ ଏବଂ 2-3 ଖଣ୍ଡ ଏଠି ଡାଲଚିନି, କିଛି ଲବଙ୍ଗ ନେଇଛି ଏବଂ ସେମିତି କିଛି ଗୋଲମରିଚ ନେଇଛି। ଏସବୁକୁ ହାଲକାରେ ଏହିପରି ଟିକେ ଭାଜି ନେବା। ଏବେ ମୁଁ ପ୍ୟାନ୍ରେ ଦେଇକି ଏମିତି ଭାଜି ନେଉଛି। ହାଲକା ଭାଜି ଆସିଲେ ବା ଗୋଟା ମସଲାର ବାସ୍ନା ଯେତେବେଳେ ଆସିଯିବ, ସେତେବେଳେ କ'ଣ କରିବେ ନା, 1 ଚାମଚରୁ ଟିକେ ଅଧିକ ଏଠି କସ୍ତୁରୀ ମେଥି ଦେଇଦେବେ। ଟିକେ ପୁଣି ଏପଟ ସେପଟ କରିନେବେ। ତାପରେ ଏଠି ସଙ୍ଗେ ସଙ୍ଗେ ଗ୍ୟାସ୍ ଅଫ୍ କରିନେବେ ଏବଂ ଗୋଟା ମସଲାକୁ ଭଲ ଭାବରେ ଗୋଟେ ଗୁଣ୍ଡ ବନେଇ ନେବେ। ଏବେ ଏଠି 10ରୁ 15ଟା ପାଖାପାଖି ମୁଁ କାଜୁ ନେଇଯାଇଛି ଏବଂ 6-7ଟା ଆଲମଣ୍ଡକୁ ପାଣିରେ ଏମିତି ଭିଜେଇକି ରଖି ନେଇଛି। ସେସବୁ ଏମିତି ଟିକେ 10-15 ମିନିଟ୍ ଭିଜେଇ ନେବେ। ତାପରେ ତାର ଗୋଟେ ପେଷ୍ଟ ବନେଇକି ରଖିନେବେ। ଏବେ ଆରପଟ ସାଇଡ଼୍ରେ ମୁଁ ଗ୍ୟାସ୍ ଅନ୍ କରି ନେଇଛି ଏବଂ ଏମିତି ଗୋଟେ କଡ଼େଇ ବସେଇ ନେଇଛି। କଡ଼େଇ ଏବେ ଆମର ଗରମ ହେଇ ଆସିଲାଣି। ସେଥିରେ ମୁଁ କିଛି ସୋରିଷ ତେଲ ଦେଇଦେଇଛି। ତେଲ ଯେତେବେଳେ ଗରମ ହେଇ ଆସିବ, କଟା ହୋଇ ରହିଥିବା ପିଆଜକୁ ଦେଇକି ଏହିପରି ଭାଜି ନେବେ। ମୁଁ ଏଠି 3ଟା ବଡ଼ ସାଇଜ୍ର ପିଆଜକୁ ନେଇକି ଏମିତି ଭାଜି ନେଇଛି। ପିଆଜର ଯେତେବେଳେ କଲର୍ ଆସିଯିବ, ଆପଣ ଯେଉଁ ଚିକେନ୍କୁ ମ୍ୟାରିନେଟ୍ କରିକି ରଖିଥିବେ, ଏବେ ସେଇ ଚିକେନ୍କୁ ଦେଇକି ଏହିପରି ଭଲ ଭାବରେ ଏପଟ ସେପଟ କରିନେବେ। ପାଖାପାଖି ଆପଣଙ୍କୁ ଏହିପରି 15 ମିନିଟ୍ ପାଖାପାଖି ଏମିତି ଖୋଲାରେ ଏପଟ ସେପଟ କରିକି ଭାଜିବାକୁ ପଡ଼ିବ। ଆପଣ ତ କିଏ କେତେ ପ୍ରକାର ବନାଉଥିବେ, କିନ୍ତୁ ଏହି ଷ୍ଟାଇଲରେ ଥରେ ବନେଇକି ଦେଖନ୍ତୁ, ଦେଖିବେ ଭାତ, ରୁଟି, ପରଟା ସବୁଥିରେ ଖାଇବାକୁ ବହୁତ ବଢ଼ିଆ ଲାଗିବ। ଏବେ ଯେତେବେଳେ 15 ମିନିଟ୍ ପାଖାପାଖି ହେଇ ଆସିବ, ଆପଣ କ'ଣ କରିବେ ନା, ଯେଉଁ ଗୋଟା ମସଲାକୁ ଭାଜିକି ରଖିଥିବେ, ଏବେ ସେଇ ଗୁଣ୍ଡକୁ ଦେଇଦେବେ। ଗୋଟା ମସଲାର ଗୁଣ୍ଡକୁ ଦେଲା ପରେ ଏଠି 1 ଚାମଚ କାଶ୍ମୀରୀ ଚିଲି ପାଉଡ଼ର ମୁଁ ଦେଇଦେଇଛି। ଏହିସବୁ ଗୁଣ୍ଡ ମସଲାକୁ ଦେଇକି ପୁଣି ଆପଣ ଏମିତି କଷି ନେବେ ଏବଂ ମଝିରେ ମଝିରେ କଭର କରି ନେଉଥିବେ, ଯେପର୍ଯ୍ୟନ୍ତ କି ଆମର 50% କୁକ୍ ନ ହୋଇଯାଇଛି ସେ ପର୍ଯ୍ୟନ୍ତ ଏମିତି କଭର କରି ନେଉଥିବେ ଏବଂ ମଝିରେ ମଝିରେ ଏମିତି ଟିକେ ଚେକ୍ କରି ନେଉଥିବେ, ଯେମିତିକି ଭଲ ଭାବରେ ଆମର ଏଇ ମସଲାଟି କଷି ହେଇଯିବ। ଆପଣ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି, ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ। ଯଦି ଇନଷ୍ଟାରେ ଦେଖୁଛନ୍ତି, ତେବେ ଫଲୋ ତ ନିଶ୍ଚିନ୍ତ କରିବେ। ଆପଣ ଚିକେନ୍ଟିକୁ ସେ ପର୍ଯ୍ୟନ୍ତ କଷି ନେବେ ଯେପର୍ଯ୍ୟନ୍ତ କି ମସଲାରୁ ତେଲ ଅଲଗା ନ ହୋଇଯାଇଛି। ଦେଖନ୍ତୁ ଏମିତି ମଝିରେ ମଝିରେ ଟିକେ କଭର କରି ନେଉଥିବେ ଏବଂ ଏମିତି ଟିକେ ଟିକେ ଚେକ୍ କରି ନେଉଥିବେ। ଦେଖନ୍ତୁ କେତେ ସୁନ୍ଦର ଆମର ଏଠି ମସଲାଟି କଷି ହେଇ ଆସିଲାଣି। ତେଲ ମଧ୍ୟ ଦେଖନ୍ତୁ କେମିତି ବାହାରି ଆସିଲାଣି। ଏବେ ଆମର ପାଖାପାଖି ଚିକେନ୍ ଏଠି ହେଇ ଆସିଲାଣି। ଏବେ କ'ଣ କରିବା ନା, ଏବେ ଆପଣ ଯେଉଁ ପେଷ୍ଟ ବନେଇକି ରଖିଥିବେ କାଜୁର, ଏବେ ସେ କାଜୁ ପେଷ୍ଟକୁ ଦେଇଦେବେ। କାଜୁ ପେଷ୍ଟକୁ ଦେଇକି ସେମିତି ଆପଣ କ'ଣ କରିବେ ନା, ପାଖାପାଖି 15 ମିନିଟ୍ ପର୍ଯ୍ୟନ୍ତ ଆପଣଙ୍କୁ ଲୋ ଫ୍ଲେମ୍ରେ ଏମିତି କଷିବାକୁ ପଡ଼ିବ। ଆପଣ ଚିକେନ୍ଟିକୁ ଯେତେ କଷିବେ ଖାଇବାକୁ ସେତିକି ସୁଆଦିଆ ଲାଗିବ। କିନ୍ତୁ ମନେ ରଖନ୍ତୁ, କାଜୁ ପେଷ୍ଟ ଦେଲା ପରେ ଗ୍ୟାସ୍ର ଫ୍ଲେମ୍କୁ ବିଲକୁଲ ହାଇରେ ରଖିବେ ନାହିଁ। ସେମିତି ଲୋ ଫ୍ଲେମ୍ରେ ରଖିକି ପୁଣି 10 ମିନିଟ୍ ଭଲ ଭାବରେ ସେଇ ମସଲାରେ ଏ କାଜୁ ପେଷ୍ଟକୁ କଷି ନେବେ।
आपण भिडियोटी को बिल्कुल स्किप करंतु नहीं, एमती पूरा वाच करंतु। देखिए बनैबा जेतिकी सहज खाइबा को मध्य सेतिकी स्वादिया। आपण देखिकी जानि पारुथिबे जे केते स्वादिया हेइथिबो ए चिकेन टी। काजू पेस्ट को देला परे पुणी सेमती आपण को एठी कवर करी करिकी ए मसला रे कसिबा को पड़िबो एवं मझिरे मझिरे टिके चेक करि नउथिबे। एमिति आपन को 10 मिनिट कसिबा को पड़िबो। जेतेबेले आपनकर 10 मिनिट हेई आसीबो बा एहर कलर चेंज हेई आसीबो, आपन कोन करिवे ना एठी पानी देई देबे। देखंतु एबे भल भाबरे कसी ही जाईछि। एबे कोन करिबा ना मु एठी एबे पानी दे दूछि। पानी एठी मु गोटे बड़ ग्लास दे दूछि, जेहेतु कसेइबारे हमर चिकेन टी भल भाबरे सिझी जाईछि। एठी अत्यधिक पानी दबा किछि आवश्यक नहीं। मु एठी गोटे बड़ ग्लास पानी दे दूछि एवं गैस रे फ्लेम को लो टू मीडियम रे रखिकी 5 मिनिट पर्यंत कवर करिकी फुटिबा पई छाडी देबे। तो एठी एबे मु पानी दे देछि। पानी देला पर कौन करबा ना एठी स्वाद अनुसार अल्प किछि लूण दे देबा। आगुरु आपण एठी लूण देइतेबे चिकेन को मैरिनेट कला बेले, सेति पई आपण एठी ध्यान रखिकी आपण एठी लूण देबे। काहे कि ना जेहेतु मु एठी आ पानी ऐड कली, सेति पई खाइला बेले फिकालिया लगी परे पाटिकी, सेति पई मु आ अल्प किछि एठी लूण दे देछि। लूण देकी कवर करि नबा एवं फुटिबा पई छाडी दबा। एबे मु आपनकु 5 मिनिट पर देखौछि। देखंतु एबे 5 मिनिट हेई जाईछि। आ भितरे हमर चिकेन मध्य हेई आसलाणी। एही चिकेन रे आपण एठी अत्यधिक पानी देकी बा अत्यधिक झोल रखिबे नाही। एमती हल्का हल्का झोल थिबो, खाइबा को भल लागिबो। एबे आ भितरे हमर हेई जाईछि। मु एठी गैस ऑफ करि नेछि। एबे लास्ट रे एठी किछि धनिया पत्र को काटिकी देई दबा। एबे आज रही चिकेन रेसिपीटी आपणकर प्रस्तुत हो जाइछि। आपनको ये रेसिपीटी केमती लागिला आशा करुछि भल लागिथिबो। जदि मोर ये रेसिपी आपनको भल लागिछि तेबे लाइक शेयर सब्सक्राइब निश्चिंत करिबे। मो आउ गोटे रेसिपी नै कि आसीबी, से पर्यंत रही।